ଆଜିର ଏ ଗୋଟେ ଶୁଭ ଅବସର। ବିବାହ ପୂର୍ବରୁ ବାଗଦାନ କରାଯାଏ। ବାଗଦାନ ମାନେ କ'ଣ? କିଏ କହିବେ ବାଗଦାନ? କିଏ କହନ୍ତୁ ଶୀଘ୍ର। ବାଗଦାନ ବାକ୍ୟ ମାନେ ବାକ୍ୟ ଦାନ କରିବା। ଆମେ ମତଦାନ ନେଲୁ, ଝିଅଙ୍କର ନେଲୁ, ପୁଣି ଜଣେ ପୁଅଙ୍କର ନେଲୁ। ବାକ୍ୟ ଏବେ ଯେମିତି ଆପଣ ଯଦି ପ୍ରଶ୍ନ ହୁଏ ବାଇବଲ ବାଇବଲ ଏର ମିନିଂ କ'ଣ? ବା ମାନେ କ'ଣ? ବାପା। ବାପା ବାପା ବୋଲେ କିଏ? ଈଶ୍ୱର। ଇ ମାନେ ଈଶ୍ୱର, ବାପା ପିତା ଈଶ୍ୱରଙ୍କର। ବଲ ମାନେ ବଚନ, ବାକ୍ୟ। ଆଜି ଗୋଟେ ପରିବାର ଗଠନ ନିମନ୍ତେ ବାକ୍ୟ ଆଦାନ ପ୍ରଦାନ କରାଯାଉଛି। ଅନେକ ସମୟରେ ଶାସ୍ତ୍ରାଂଶରେ ଆମେ ପାଠ କରୁ, ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ। ଅନନ୍ତର ସଦାପ୍ରଭୁ ପରମେଶ୍ୱର କ'ଣ କହିଲେ? ବାକ୍ୟ ଦେଉଛନ୍ତି। କ'ଣ ବାକ୍ୟ ଦିଅନ୍ତି? ଗୋଟେ ପରିବାର ଗଠନ କରିବା ପାଇଁ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ସେ ବାକ୍ୟ ଦେଉଛନ୍ତି। ବାକ୍ୟ କ'ଣ? ଦାନ ପ୍ରଭୁ ଆଜି ଜଣାଉଛନ୍ତି, ମୁଖ ନିଃସୃତ ବାକ୍ୟ। ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ତା ପାଇଁ କ'ଣ କରିବା? ଆମ୍ଭେ ତାହା ନିମନ୍ତେ ଏକ ସହକାରିଣୀ, ମେକ୍ ଏ ସୁଟେବୁଲ ହେଲ୍ପର। ହେଲ୍ପର ମାନେ ମା ମାନେ ହେଲ୍ପ ଆମକୁ ହେଲ୍ପର କରିଦେଲେ ବୋଲି କହୁଛି। ହେଲ୍ପର ସହକାରିଣୀ। ମ୍ୟାରେଜ ମଷ୍ଟ ବି vulnerable among all। ଏ ଯୋଉ ବିବାହ ମଷ୍ଟ ବି ମାନେ ସମସ୍ତଙ୍କ ପାଇଁ ଗୋଟେ ବାଧ୍ୟତା, ଗୋଟେ ସୁନ୍ଦର ବିଷୟ। ମଷ୍ଟ ବି vulnerable, ସମ୍ମାନୀୟ ଏ ବିବାହ। ତେବେ ବିବାହ ପୂର୍ବରୁ ଏ ଯୋଉ ବାକ୍ୟ ଦିଆଯାଉଛି, ପ୍ରଭୁ ପରମେଶ୍ୱର କୁହନ୍ତି, ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ବାକ୍ୟ ଦେଉଛନ୍ତି। କ'ଣ କହିଲେ? ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ। ମନୁଷ୍ୟ ଏକାକୀ ଥିବା ଭଲ। ଏଥିପାଇଁ ପ୍ରଭୁ ପରମେଶ୍ୱର କ'ଣ କରନ୍ତି? ଆମ୍ଭେ ତାହା ନିମନ୍ତେ ଏକ ସହକାରିଣୀ, ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ଆଉ ପ୍ରଭୁ ନିର୍ମାଣ କଲେ। ଇତ୍ୟାଦି ଇତ୍ୟାଦି ଘଟଣା କିଭଳି ଭାବରେ ପ୍ରଭୁ ତାଙ୍କୁ ଗଠନ କଲେ। ଗଠନ କରିବା ପରେ ବିବାହ କଥା ଆସୁଛି। ପ୍ରଭୁ ଗଠନ କଲେ, ଫୁଙ୍କ ଦେଲେ, ଜୀବନ ବାୟୁ ପ୍ରବେଶ କରେଇଲେ, ତାହା ନିମନ୍ତେ ସହକାରିଣୀ ନିର୍ମାଣ କଲେ ଇତ୍ୟାଦି। ତାପରେ ବିବାହ କରୁଛନ୍ତି। ବିବାହରେ ଏ ବାକ୍ୟ ଦାନ କ'ଣ? ପ୍ରଭୁ ମନୁଷ୍ୟ ପାଇଁ ଦେଲେ। ସେ ମନୁଷ୍ୟ କ'ଣ କହନ୍ତି? କିଏ କହିବେ? ଯେତେବେଳେ ପ୍ରଭୁ ତାଙ୍କୁ ବାକ୍ୟ ଦେଉଛନ୍ତି, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା ବୋଲି କହନ୍ତି। ଆଉ ଗୋଟିଏ ସହକାରୀ ନିର୍ମାଣ କଲେ, ଫୁଙ୍କ ଦେଇ ଜୀବନ ବାୟୁ ପ୍ରବେଶ କରାଇଲେ ଇତ୍ୟାଦି ଇତ୍ୟାଦି ଏଟସେଟ୍ରା ଇତ୍ୟାଦି। ସେତେବେଳେ ବିବାହର ବାକ୍ୟ କ'ଣ? କିଏ କହିବେ? କିଏ କହିବେ? ଆଉ ଟିକେ ସ୍ପଷ୍ଟ ହେଇନି। ଏଥର ହେଲା ବିବାହ କ'ଣ? ଏଥର ହେଲା ବିବାହ ସେ ଗ୍ରହଣ କରିଛନ୍ତି। ବିବାହର ମେସେଜ ସମୟରେ ଯେ କୁହାଯାଏ, ମନି ସମୟରେ କହେ କ'ଣ? ବିବାହ honorable among to all, ମାନେ ଏବିଡ଼ି ତାର 13 ପର୍ବର 4 ପଦର ପ୍ରଥମ ଅଂଶରେ କିଏ ମୁଖସ୍ଥରେ କିଏ କହିବେ? ଶୀଘ୍ର କୁହନ୍ତୁ। ପ୍ରଥମ ଅଂଶ କିଏ କହିବେ? ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ। ଯେତେବେଳେ ନାରୀ ଗଢ଼ାଗଲା, ବାଗଦାନ ହେଇଯାଉଛନ୍ତି, ବାଗଦାନ ହେଇଗଲା, ପ୍ରଭୁ ଜଣାଉଛନ୍ତି, ସେତେବେଳେ ଏଇ ୱାର୍ଡ ଆସିଲା, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ, ସମ୍ମାନୀୟ honorable, ସମସ୍ତଙ୍କ ମଧ୍ୟରେ ଆଦରଣୀୟ। ସେଥିପାଇଁ ମନୁଷ୍ୟ ସମୟରେ କହିଥାଏ କ'ଣ? ବି ଫର ବିଶ୍ୱାସ, ବି ଫର କ'ଣ?
ବିଶ୍ୱାସ ପିଲାମାନେ ଯଦି ପଚାରିଲେ ବି ଫର୍ ବଲ୍, ବି ଫର୍ ବସ୍, ବି ଫର୍ ବ୍ୟାଗ୍, ବି ଫର୍ ଇତ୍ୟାଦି ଇଂଲିଶ ମିଡ଼ିୟମ ପିଲାମାନେ କହିବେ। ବି ଫର୍ ବିଶ୍ୱାସ। ଆମର ବର ତାଙ୍କ ନାମ ହେଉଛନ୍ତି ଇଲ୍ହାନନ୍ଦ, ତାଙ୍କର ଡକା ନାମ ରତନ ଚନ୍ଦ୍ର ପ୍ରଧାନ। ଆମେ ବି ରତନ ବାବୁ ବୋଲି ଡାକୁଥିଲୁ, କାରଣ ସେ ଗୀତରେ କାହାଣୀ, ସୁନାପଦ, ଗୀତ ପ୍ରାୟ ସଣ୍ଡେ ସ୍କୁଲରେ ଯୁବ ସଣ୍ଡେ ଏ ମାସରେ ଆର ମାସରେ ତାଙ୍କର ଟିମ୍ ସଣ୍ଡେ ସ୍କୁଲ ସୁନାପଦ କହିବେ, କାହାଣୀ କହିବେ, ଗୀତ ଗାଇବେ। ତାଙ୍କ ନାମ କ'ଣ କହିଲି ମୁଁ? ରତନ ଚନ୍ଦ୍ର ପ୍ରଧାନ। ଯେତେବେଳେ ଗତ ବର୍ଷ ତାକୁ ମୁଁ ଡୁବମ ଦେଲି, ଡୁବମ ଦେଲା ବେଳେ ସେ ଗୋଟେ ନାମ ନୂଆ ନାମ ଦେଲେ। କ'ଣ ନାମ ଦେଲେ? ଇଲ୍ହାନନ୍ଦ ଚନ୍ଦ୍ର ପ୍ରଧାନ। ଆରେ ଇଲ୍ହାନନ୍ଦ କ'ଣ? ଆଜ୍ଞା ମୋର ଆଧାର କାର୍ଡ଼ରେ ଇଲ୍ହାନନ୍ଦ, ତାର ମିନିଂ ସେମାନେ କହିବେ ଇତ୍ୟାଦି। ଇଲ୍ହାନନ୍ଦ ସେଇ ପୁଅ ଯେତେବେଳେ ଆଜି ସେ ପୁଅ ବଡ଼ ହେବେ ଆଉ ଟିକେ ପରେ, ଆଜି ସେ ବାଗଦାନରେ ବସିଛନ୍ତି। ଯେତେବେଳେ ସେ ବାଗଦାନ କରୁଛନ୍ତି, ଆଉ ଜଣେ ନୂଆ ସେ ହେଉଛନ୍ତି କନ୍ୟା ଝିଅ, ସେ ଆଉ ସେ ମୋ ଶାଳୀ ସେଇଟା ଜିନାମା ରାଉଳ। ଜିନାମା ରାଉଳ ଯେତେବେଳେ ସେ ବିବାହ କରିବେ, ବି ଫର୍ କ'ଣ ବୋଲି କହିଲି? ବିଶ୍ୱାସ। ତାଙ୍କ ଉପରେ ବିଶ୍ୱାସ ରଖିବା ଦରକାର। ଜିନାମା ଇଲ୍ହାନନ୍ଦ ଉପରେ ବିଶ୍ୱାସ ରଖିବା ଦରକାର। ଯଦି ଆପଣ ଯେତେବେଳେ ଜିନାମା ମନେ ରଖିବାକୁ ପଡ଼ିବ, ମୁଁ ଏଇଟା ମ୍ୟାରେଜର କହିଲା ବେଳେ କହିଦେଉଛି, କିନ୍ତୁ ବାଗଦାନରେ ବି ଅଛି। ଯେତେବେଳେ ବିବାହ ହେବେ, ସେରଙ୍ଗ ଆସିଲେ, ପହଞ୍ଚିଲେ, ଗୋଟେ ଗୃହରେ ସେମାନେ ବାସ କରିବେ, ଗୋଟେ ପରିବାରରେ ବାସ କରିବେ। ବିଶ୍ୱାସ ସବୁବେଳେ ତ ସେ କ'ଣ କରିବେ? ଗୋଟେ ପ୍ୟାଣ୍ଟ ତାଙ୍କୁ ଟଙ୍ଗେଇ ଦେଲେ, ପ୍ୟାଣ୍ଟ ସାର୍ଟ ଟଙ୍ଗେଇ ଦେଲେ। ଟଙ୍ଗେଇ ଦେଲା ପରେ ପ୍ୟାଣ୍ଟରେ କେତେ ବିଷୟ ଥାଏ? କ'ଣ କ'ଣ ଥାଏ କିଏ କହିବେ? ଆଜ୍ଞା ଆଉ ଭଲରେ କୁହନ୍ତୁ। ତାର ମନି ପର୍ସ, ମନି ପର୍ସ, ମନି ପର୍ସ କିଛି ଟଙ୍କା ଅଛି। ସେ ଯାହା ଜାଣିଛନ୍ତି ଘରେ କିଏ ଅଛନ୍ତି? ବିଶ୍ୱାସ ଅଛନ୍ତି। ବିଶ୍ୱାସ କିଏ? ସେଟା ଜିନାମା। ଏଥିପାଇଁ ତାଙ୍କର ବିଶ୍ୱାସ ରହିଥିବା ବେଳେ ଆ ପକେଟ ଅଛି, ପଇସା ନାହିଁ, କାରଣ ମୋର ବିଶ୍ୱାସ ସେଇଠି ଅଛି। ସେ ମା ବି ଜାଣିବାର ଅଛି ଏଇଟା ମୋର ସ୍ୱାମୀଙ୍କର ବିଶ୍ୱାସ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଜଣେ ନୂତନ ପୁଅ ଏବଂ ଝିଅ ସେମାନେ ବାଗଦାନ କରୁଛନ୍ତି, ଆଉ ଅତି ସମୟ ପରେ ବିବାହ କରିବେ। ପରସ୍ପର ମଧ୍ୟରେ କ'ଣ ହେବା ଦରକାର? ବିଶ୍ୱାସ। ତାପରେ କ'ଣ? ବି ଫର୍ କ'ଣ ଅଛି? ବା ଫର୍ ବାଧ୍ୟତା। ବାଧ୍ୟତା। ଜଣେ ବିବାହ ହେଇଗଲା ପରେ, ବିବାହ ନହେଲେ ବାଧ୍ୟତା ଆସିବନି, ଟିକେ ଅଲଗା ଥିବ। ବିବାହ ଆସିଗଲା ପରେ, ବାଧ୍ୟତା ଆସିଗଲା ପରେ ସେମାନେ ଏକତ୍ର କ'ଣ ହେବେ? ବାଧ୍ୟତା। ପରସ୍ପର ମଧ୍ୟରେ ବାଧ୍ୟତା ରହିବା ଦରକାର। ବାଗଦାନ ବିବାହ ନୁହେଁ, ମାତ୍ର ବିବାହ ପରି ଦୃଢ଼ୀଭୂତ ହେବା ଆବଶ୍ୟକ। ବାଧ୍ୟତା ଆସିବ। ତାପରେ ଶେଷରେ କ'ଣ ଅଛି? ହ ମାନେ କ'ଣ? ହ ଫର୍ ହକଦାର। ହକଦାର। ତାଙ୍କର ସେ ଇଲ୍ହାନନ୍ଦ ବୁଲେଟ୍ ଚଲେଇ ଯାଉଥିଲେ, ବୁଲେଟ୍ ତାଙ୍କର ଅଛି। ଯେତେବେଳେ ସେ ବୁଲେଟ୍ ଚଲେଇକି ଯାଉଥିଲା ବେଳେ ଜିନାମା ପଛରେ ବସିବେ ନା, ନିହାତି ବସିବେ ନା। ସେ ପାର୍ଲାଖାଣ୍ଡି ଯିବେ, କ'ଣ ଇଆଡ଼େ ସିଆଡ଼େ ଯିବେ, କି ଅଜୟଗଡ଼ ଆସିବେ। ହକଦାର କ'ଣ? ଦେଖନ୍ତୁ, ହକଦାର ଯେତେବେଳେ ମଝିରେ ଗୋଟେ ଗାଁରେ ମୁଁ ବିବାହକୁ ଯାଇଥିଲି, ସେ ବର କନ୍ୟା ଗୋଟେ ଟ୍ରାକ୍ଟରରେ ଟ୍ରାକ୍ଟରରେ ବସିଲେ। ସେ କନ୍ୟା କେମିତି ହେଇଛି? ସେ ବରର ଅଧା ଏମିତି ହେଇକିରି ବସିଛି। କ'ଣ ପାଇଁ? କିଏ କହିବେ? ହକଦାର। ଆଉ ଗୋଟେ ଅବିବାହିତ ଝିଅ ତ ସେମିତି ତ ବସି ପାରିବନି, ଜଷ୍ଟ ଟିକେ ନିହାତି ଦରକାର। କାରଣ ଆମେ ଯେତେବେଳେ ପାଇକରି ଗଲାବେଳେ କାହାକୁ ଆମେ ଲିଫ୍ଟ ଦେଉ, ସେମିତି ନେଇଥାଉ। ହକଦାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଇଲ୍ହାନନ୍ଦ ଆଉ ଜିନାମା ଯେତେବେଳେ ବିବାହ କରିଛନ୍ତି, ସେମାନଙ୍କ ମଧ୍ୟରେ ବିଶ୍ୱାସ, ବାଧ୍ୟତା, ହକଦାର। ଆଉ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ବାଗଦାନ ପରେ ପରେ ବିବାହ କାର୍ଯ୍ୟକ୍ରମ ଅଛି। ଦୁହେଁ ଏକତ୍ର ଏକଙ୍ଗ ବାସ କରି ଜୀବନଯାପନ କରିବେ। ଏଥିପାଇଁ ପ୍ରଭୁ ସେମାନେ କ'ଣ କହିଲେ? ଆଉ ସେମାନଙ୍କର ପଞ୍ଜର ନେଇ ମାଂସ ସବୁ ଶିରା ପଶାରେ ଏକତ୍ର କରି ଗୋଟେ ନୂଆ ପରିବାର ଗଠନ କରିବାକୁ ଦେଉଛନ୍ତି। ପ୍ରଭୁ ବିଶେଷ କରି ଆଜିର ବାଗଦାନ ଉତ୍ସବରେ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ତା ପରବର୍ତ୍ତୀ ମୁହୂର୍ତ୍ତରେ ବିବାହ କାର୍ଯ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଶୃଙ୍ଖଳିତ ଭାବରେ ସେମାନେ ଜୀବନଯାପନ କରିବା ପ୍ରଭୁ ସାହାଯ୍ୟ କରନ୍ତୁ। ପ୍ରଭୁ ଏ ସଂକ୍ଷିପ୍ତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେ ଡେରି ପ୍ରଭୁଙ୍କ ମହାନମ୍ର ଧନ୍ୟବାଦ ଦିଏ। ଆମମାନଙ୍କୁ ଗୌରବ ପ୍ରଭୁଙ୍କ ଦାସ